ଚାଲନ୍ତୁ ଆଜି ବନେଇବା ଖରାଦିନିଆ ଟେଷ୍ଟି ଟେଷ୍ଟି ଆମ୍ବ ଆଚାର। ଆମ୍ବ ଆଚାର କାହାକୁ ଭଲ ଲାଗେ ଦେଖନ୍ତୁ। ଭଲ ଭାବରେ ତାକୁ ପୋଛି ଦେଇକି କାଟିଦେବାକୁ ଲାଗିଲି। କାଟିକି ମାନେ ମୁଁ ଏଇଟା ସେପ୍ ବନଉଥିଲି ଲମ୍ବା ଲମ୍ବା। ସମସ୍ତେ ତ ଛୋଟ ଛୋଟ ସେପ୍ ବନାନ୍ତି, ମୁଁ ଏଇଟା ଟିକେ ଲମ୍ବା ଲମ୍ବା ସେପ୍ ବନଉଛି। କାହିଁକି ନା ଆଚାରଟା ଦେଖିବା ପାଇଁ ଯେତେବେଳେ ଗୋଟେ ପିସ୍ କାହାକୁ ଦେଇଦେବେ ତ ବହୁତ ସୁନ୍ଦର ଦେଖାଯିବ। ଦେଖନ୍ତୁ ମୁଁ ଲମ୍ବା ଲମ୍ବା କାଟିଦେଲି। କାଟିଦେଲା ପରେ ଆ ଭିତରେ ଯୋଉ କୋଇଲି ଥାଏ ତାକୁ ଛଡେଇକି ଗୋଟେ ପ୍ଲେଟରେ ଭଲସେ ରଖିଦେଇଛି। ଦେଖ ମଧୁରୀ ମେଥି ସବୁକୁ ଏକାଠି କରିକି ଟିକେ ହାଲକା ଗରମ କରିଦେଇଛି। ତ ହାଲକା ଗରମ କଲା ପରେ ତାପରେ ମୁଁ ପ୍ଲେଟକୁ କାଢି ଆଣିଲି ତାକୁ ହାଲକା ମାନେ ଗ୍ରାଇଣ୍ଡିଙ୍ଗ କରିବେ ଯେତେବେଳେ ଟିକେ ମାନେ ଦରଦର ଖଣ୍ଡ କରିବେ। କାହିଁକି ନା ବେଶୀ ପ୍ଲେନ କରିଦେଲେ ଆମ୍ବ ଆଚାରଟି ଭଲ ଲାଗେନି। ତ ଏଠି ମୁଁ ଗ୍ରାଇଣ୍ଡିଙ୍ଗ କରି ନେଇଯାଇଛି। ଆଉ ଏଥିରେ ମିଶେଇ ଦେଇଛି ହଳଦୀ ପାଉଡର କିଛି, ଆଉ ଜିରା ପାଉଡର କିଛି, ଆଉ ଲଙ୍କା ଲଙ୍କା ଯାହାକି ମାନେ ମୁଁ ଯୋଉ ଖାଲି ଶୁଖା ଲଙ୍କାକୁ ଟିକେ ଭାଜିନି, ଏଇଟା ଟା ଅଛି ତ ତାକୁ ଗୁଣ୍ଡ କରି ପକେଇ ଦେଇଛି। ତାପରେ କଲର ମୁତାବକ ତାକୁ ଏଥିରେ ଲଙ୍କା ପାଉଡର କିଛି ଆଡ କରିଦେଇଛି। ତାପରେ ସବୁ ମସଲା ଗୁଣ୍ଡ କରି ପକେଇ ସାରିଲା ପରେ ତାପରେ ଆକୁ ଭଲ ଯୋଉଟା ମୁଁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲି, ଯୋଉଟା ସବୁ ମିକ୍ସ ମସଲାଟାକୁ ଯୋଉଟା ହାଲକା ଭାଜିକି ରଖିଥିଲି ତାକୁ ଦେଖନ୍ତୁ ମୁଁ ବେଶୀ ପ୍ଲେନ କରିନି। କାହିଁକି ନା ବେଶୀ ପ୍ଲେନ କଲେ ଆମ୍ବ ଆଚାରଟା ଏତେ ଟେଷ୍ଟ ଆସିବନି। ଦେଖନ୍ତୁ ସେ ମସଲାକୁ ମୁଁ ଭଲ ଭାବରେ ପକେଇକିରି ଆଉ ହାଲକା ଆଉ ଲୁଣଟା ବି ମ୍ୟାଣ୍ଡେଟୋରି, ଯେହେତୁ ମୁଁ ଏବେ ଆଚାର ବନଉଛି ତ ଶୁଖେଇନି, ତ ତା ଦେହରେ ତମେ ଲୁଣ ବି ଆଡ କରିଦେବେ ଆପଣ। ତ ଲୁଣକୁ ଆଡ କରିକି ହାଲକା ଗୋଳେଇକି ତାକୁ ଟିକେ ମାନେ କଣ କହିଲେ ଟିକେ କିଛି ସମୟ ଛାଡିଦେବେ, ଅଧଘଣ୍ଟା ମ୍ୟାକ୍ସିମମ୍ ଛାଡିଦେବେ। କାହିଁକି ନା ସେଟା ଟିକେ ମାନେ ଯେମିତି ଚିକେନ ରୋଷେଇ କଲେ ଯେମିତି ମ୍ୟାରିନେଟ କରନ୍ତି ସେମିତି ଆମ୍ବ ଆଚାରଟାକୁ ବି ମ୍ୟାରିନେଟ କରିବେ। ଦେଖନ୍ତୁ ମୁଁ ଏଇଟାକୁ ଯେହେତୁ ପ୍ଲେଟରେ ଜାଗା ଧରିଲାନି, ମୁଁ ତ ଆଉ ଗୋଟେ ଜାଗାକୁ ତାକୁ ଓଜାଡି ଦେଇକି ତାକୁ ହାଲକା ସବୁ ମସାଜ କଲା ଟାଇପର ତାକୁ ଗୋଳେଇ ଦେଇଛି। ଭଲ ଭାବରେ ପୁରା ମିକ୍ସ କରିଦେଇଛି। ଦେଖନ୍ତୁ ଏଠି ମୁଁ ଆସ୍ତେ ଆସ୍ତେ ମିକ୍ସ କଲା ପରେ ଦେଖନ୍ତୁ ମସଲାଟା ପୁରା ଆମ୍ବ ସହିତ ସେଟ୍ ହେଇଯିବ। ଆମ୍ବ ସହିତ ସେଟ୍ ହେଲା ପରେ ଆପଣ କଣ କରିବେ ନା ସୋରିଷ ତେଲ ଟିକେ ଗରମ କରିଥିବେ ତ ତା ଉପରେ ଦେଇଦେବେ ମସଲା ଉପରେ। କାହିଁକି ନା ମସଲାଟା ପୁରା ସୋରିଷ ତେଲ ଟିକେ ଆବଜର୍ଭ କରି ନେଇଯିବ। ଗଲା ପରେ କିଛି ସମୟ ଅଧଘଣ୍ଟା 15 ମିନିଟ୍ ଛାଡିଦେବେ। ତାପରେ ଗୋଟେ ଆଚାର ଯେତେବେଳେ ରଖିବେ କେବେ ପ୍ଲାଷ୍ଟିକ ବୋଟଲରେ ରଖିବେନି, କାହିଁକି ନା ସେଟା ବେଶୀ ସମୟ ରହିବନି। ତ ତାକୁ କାଚ ଜାରରେ ତାକୁ ଷ୍ଟୋର କଲେ ତ ବର୍ଷ ଧରିକି ଖାଇପାରିବେ। ତ ମୁଁ ଏବେ ସୋରିଷ ତେଲ ବେଶୀ ପକେଇନି, କାହିଁକି ନା ଏଇଟା ମୁଁ 2-3 ଦିନ ଗଲା ପରେ ସୋରିଷ ତେଲ ପୁଣି ଆଡ କରିବି। ଦେଖନ୍ତୁ ଏଠି କାଚ ବୋତଲରେ ମୁଁ ଗୋଟେ ସବୁ ପିସ୍ କରିକି ସାଇଜ କରି ରଖିଦେଇଛି। ଆଉ ରଖିଦେଲା ପରେ ଏଇଟା ଦେଖନ୍ତୁ ପୁରା ମାନେ ମସଲା ପୁରା ସେଟ୍ ନେଇଯାଇଛି ଆମ୍ବରେ। ଏମିତି ସେଟ୍ ନେଇଗଲେ ଯେତେବେଳେ ଆମ୍ବ ଆଚାରଟା ହେଇଯିବ କିଛି ଦିନ ପରେ ତ ସେଇଟା ଆମ୍ବ ସହିତ ମସଲା ଯୋଉଟା ଆବଜର୍ଭ କରିଥିବ ସେଇଟା ବହୁତ ଟେଷ୍ଟ ଲାଗିବ। ତ ମୁଁ ଦେଖନ୍ତୁ ଏଠି ଗୋଟେ ଷ୍ଟେୟର କରିଦେଲି। ତ ଦେଖନ୍ତୁ ଏଠି କଭର ଦେଇଦେଲି। କଭର ଦେଲା ପରେ ମୁଁ ଏଠି ସୋରିଷ ତେଲ ଆଡ କରିନି, କାହିଁକିନା ମୁଁ 2 ଦିନ ତାକୁ ଆଉ ଏଇଟା ମନେ ରଖିବେ ଏଇଟା କେବେ ଖରାରେ ଦେବେନି। ଖରାରେ ଦେଲେ ଆମ୍ବର ଆକ୍ଚୁଆଲି କଲରଟା ପଳେଇବ। ଦେଖନ୍ତୁ ଏଠି ରେଡି ହେଇଗଲା ମୋର ଆମ୍ବ ଆଚାର। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ରହିଲି।